ଆପଣ ପୋଇରେ ତ କିଏ କେତେ ପ୍ରକାର ବନେଇକି ଖାଉଥିବେ, କିନ୍ତୁ ଏମିତି ଥରେ ସାରୁ ପୋଇ ଦେଇକି ବନାନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ ଏବଂ ତା ସାଙ୍ଗରେ ଟିକେ ବଡ଼ି ପଡ଼ିଥିବ, ଦେଖିବେ ଖାଇବାକୁ ବହୁତ ଟେଷ୍ଟି ଲାଗିଥାଏ। ଆପଣ ଏହି ରେସିପିଟିକୁ ଗରମ ଭାତ ସାଙ୍ଗରେ ଖାଇବେ, ଦେଖିବେ ବହୁତ ଭଲ ଲାଗିବ ଖାଇବା ପାଇଁ। ନମସ୍କାର, ମମତା କିଚେନ୍ ଓଡ଼ିଆକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଏହି ରେସିପି ଆପଣଙ୍କୁ ବନେଇବା ପାଇଁ ବହୁତ ସମୟ ନେବ ନାହିଁ, ବହୁତ କମ୍ ସମୟରେ ଏମିତି ଗୋଟେ ରେସିପି ପ୍ରସ୍ତୁତ ହେଇଯିବ। ଏବେ ଚାଲନ୍ତୁ ଦେଖିନେବା ଆଜିର ରେସିପି। ଆଜିର ଏହି ରେସିପି ବନାଇବା ପାଇଁ ମୁଁ ଏଠି କିଛି ପୋଇ ଡାଙ୍ଗ ନେଇଯାଇଛି ବା ପୋଇ ଶାଗକୁ ଏମିତି ଅଲଗା କରିନେବେ। ଦେଖନ୍ତୁ ମୁଁ ପୋଇ ଶାଗକୁ ଏମିତି ଡାଙ୍ଗ ଏବଂ ପୋଇ ଶାଗକୁ ଅଲଗା କରି ନେଇଛି। ତାପରେ କ'ଣ କରିବା ନା, ପୋଇ ଶାଗକୁ ଭଲ ଭାବରେ ଧୁଆ ଧୋଇ କରିକି କାଟିକି ରଖିନେବେ। ତା ପୂର୍ବରୁ ଆପଣ এই ପୋଇ ଡାଙ୍ଗକୁ ଏମିତି ଭଲ ଭାବରେ ଦୁଇ ପଟ ସାଇଡ୍ରୁ ଚୋପା ଛଡ଼େଇକି କାଟି ନେବେ। ତ ଏବେ ଦେଖନ୍ତୁ ମୁଁ ଆପଣଙ୍କୁ ଯେମିତି କାଟିକି ଦେଖାଉଛି ଆପଣ ସେମିତି କାଟି ନେବେ। ଆପଣଙ୍କୁ ଯେଉଁଥିରେ ସୁବିଧା ଆପଣ ସେଇଥିରେ କାଟିପାରିବେ, ନାଇଫ୍ ସାହାଯ୍ୟରେ କାଟିପାରିବେ, ନାହିଁ ତ ପନିକିରେ ଯଦି ଆପଣଙ୍କୁ ସୁବିଧା ହେଉଛି ତେବେ ଆପଣ ଏମିତି କାଟି ନେବେ। ଦେଖନ୍ତୁ ପ୍ରଥମେ ଏମିତି କଟ୍ ଲଗାଇ ନେବେ ଏବଂ ସେଇ ଡାଙ୍ଗର ଦୁଇ ପଟ ସାଇଡ୍ରୁ ଏହିପରି ଏମିତି ଶିରା ଭଳି ବାହାରିଥାଏ, ଆପଣ ଏମିତି ବାହାର କରିକି ରଖିନେବେ। ଦେଖନ୍ତୁ ଏବେ ମୁଁ ଭଲ ଭାବରେ ଧୁଆଧୁଇ କରିକି ଏମିତି ଗୋଟେ ଜାଗାରେ ରଖି ନେଇଛି। ସାରୁ ମଧ୍ୟ ସେମିତି କିଛି ପୁଆ ନେଇଯାଇଛି 6ରୁ 7ଟା, ତାକୁ ଭଲ ଭାବରେ ଚୋପା ଛଡ଼େଇକି କାଟିକି ଏମିତି ରଖି ନେଇଛି। ଏବେ ନେକ୍ସଟ ପ୍ରୋସେସକୁ ଯିବା ପୂର୍ବରୁ ଏମିତି ଗୋଟେ କଡ଼େଇ ବସେଇ ନେବା। ଏବେ ମୁଁ ଗ୍ୟାସ୍ ଅନ୍ କରି କଡ଼େଇ ବସେଇ ନେଇଛି, ସେଥିରେ 2 ଚାମଚ ଭଳି ସୋରିଷ ତେଲ ଦେଇଦେଇଛି। ତେଲ ଯେତେବେଳେ ଗରମ ହେଇ ଆସିବ ସେଥିରେ ଆପଣ ବିରି ବଡ଼ି ଦେଇକି ଏହିପରି ଟିକେ ଏପଟ ସେପଟ କରି ଭାଜି ନେବେ, ଯେମିତିକି ବିରି ବଡ଼ି ହାଲକା ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଆସିବ। ସେତେବେଳେ କ'ଣ କରିବେ ନା, এই ବିରି ବଡ଼ିକୁ ଗୋଟେ ପ୍ଲେଟ୍କୁ ବାହାର କରି ନେବେ। ଏବେ ଯେହେତୁ ହେଇ ଆସିଲାଣି ମୁଁ ଗୋଟେ ପ୍ଲେଟ୍କୁ ବାହାର କରି ନେଇଛି ଏବଂ ସେଇ ସେମ୍ କଡ଼େଇରେ ଆଉ ଗୋଟେ ଚାମଚ ଏଠି ସୋରିଷ ତେଲ ଦେଇଦେବା। ଏବେ ମୁଁ ତେଲ ଦେଇଛି। ତାପରେ କ'ଣ କରିବା ନା, ଯେଉଁ ସାରୁ ଏବଂ ପୋଇ ଡାଙ୍ଗକୁ କାଟିକି ରଖିଥିବେ, ଏବେ ସେଇ ସାରୁ ପୋଇ ଡାଙ୍ଗକୁ ଦେଇକି 5 ମିନିଟ୍ ପାଖାପାଖି ଏହିପରି ଭାଜି ନେବା। ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ରେ ରଖିବେ ଏବଂ ଏମିତି ଏପଟ ସେପଟ କରି ଭାଜି ନେବେ। ଏହି ରେସିପିଟିକୁ ଆପଣ ସୋରିଷ ତେଲରେ ହିଁ ବନେଇବେ, ଦେଖିବେ ଖାଇବାକୁ ବହୁତ ବଢ଼ିଆ ଲାଗିବ। ଆ ଭିତରେ ମୁଁ ଗୋଟେ ମସଲା ବନେଇ ନେଇଛି। ମସଲାରେ ଜିରା 1 ଚାମଚ, ସୋରିଷ 1 ଚାମଚ, ଗୋଟେ ଛୋଟ ପିଆଜ, 4-5 କଲା ରସୁଣ, 2ଟି କଞ୍ଚା ଲଙ୍କାକୁ ଗୋଟେ ପେଷ୍ଟ ବନେଇକି ରଖି ନେଇଛି। ଆ ଭିତରେ ଆମର 5 ମିନିଟ୍ ହେଇଯାଇଛି ଏବଂ ପୋଇ ସାରୁ ଭଲ ଭାବରେ ଭାଜି ଆସିଲାଣି। ଏବେ ତାକୁ ଗୋଟେ ପ୍ଲେଟ୍କୁ ବାହାର କରି ନେବା। ତାପରେ କ'ଣ କରିବା ନା, ଆଉ 2 ଚାମଚ ସୋରିଷ ତେଲ ଦେଇକି এই ପିଆଜକୁ ଭାଜି ନେବା। ମୁଁ ଏଠି ଗୋଟେ ପିଆଜକୁ ସରୁ ସରୁ କରିକି ଏହିପରି କାଟିକି ରଖି ନେଇଥିଲି। ଏବେ ସେ ପିଆଜକୁ ଦେଇକି ହାଲକାରେ ଟିକେ ଏପଟ ସେପଟ କରି ନେବା। ପିଆଜକୁ ବେଶୀ ଲାଲ କରିକି ଭାଜିବା ଏଠି କିଛି ଦରକାର ନାହିଁ। ପିଆଜ ହାଲକା ଟିକେ ଭାଜି ହେଇ ଆସିଲେ କଟା ହେଇ ରହିଥିବା ଟମାଟୋକୁ ଦେଇଦେବା। ଏବେ ମୁଁ ଏଠି ଗୋଟେ ବଡ଼ ସାଇଜ୍ର ଟମାଟୋକୁ ଏଠି କାଟିକି ଦେଇଛି। ଏବେ ସେ ଟମାଟୋକୁ ମଧ୍ୟ ଦେଇକି ଟିକେ ଏପଟ ସେପଟ କରି ନେବା। ଆପଣ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଯଦି ଇନଷ୍ଟାରେ ଦେଖୁଛନ୍ତି ତେବେ ଫଲୋ ତ ନିଶ୍ଚିନ୍ତ କରିବେ। ଏବେ ଦେଖନ୍ତୁ ଟିକେ ଭାଜି ଆସିଲାଣି। ଏବେ କ'ଣ କରିବା ନା, ଏବେ ଏଠି 1/2 ଚାମଚ କାଶ୍ମୀରୀ ଚିଲି ପାଉଡ଼ର ଦେଇଦେବା। କାହିଁକି ନା ଆମେ 2ଟି କଞ୍ଚା ଲଙ୍କା ବାଟିଥିଲେ, ସେଥିପାଇଁ ଆପଣ ରାଗ ଯେତିକି ଖାଇବେ ଏଠି କମ୍ ବେଶୀ କରିକି ଆପଣ ଦେଇପାରିବେ। ଏବେ କ'ଣ କରିବା, ଏବେ ଯେଉଁ ସୋରିଷ ମସଲାକୁ ବାଟିକି ରଖିଥିବେ, ଏବେ ସେଇ ସୋରିଷ ମସଲାକୁ ଦେଇଦେବେ ଏବଂ ଗ୍ୟାସ୍ର ଫ୍ଲେମ୍କୁ ଲୋରେ ରଖିନେବେ। ଏବେ ମସଲାକୁ ଏମିତି 1 ମିନିଟ୍ ଟିକେ ଏପଟ ସେପଟ କରି ନେବା। କାହିଁକି ନା ସୋରିଷ ମସଲାକୁ ତ ବେଶୀ କଷାଯାଏ ନାହିଁ, ସେଥିପାଇଁ ଆପଣ ଏମିତି 1 ମିନିଟ୍ ଟିକେ ଏପଟ ସେପଟ କଲା ପରେ ଆପଣ ଯେଉଁ ସାରୁ ଏବଂ ପୋଇକୁ ରଖିଥିବେ, ସେ ସାରୁ ପୋଇକୁ ଦେଇକି ପୁଣି ଆଉ 1 ମିନିଟ୍ ଟିକେ ଏପଟ ସେପଟ କରିନେବେ। ଏମିତି ଟିକେ ଏପଟ ସେପଟ କଲା ପରେ ଆପଣ ମଝିରେ ଏଠି କ'ଣ କରିବେ ନା, ସ୍ୱାଦ ଅନୁସାରେ ଏଠି ଲୁଣ ହଳଦୀ ଦେଇଦେବା। ଲୁଣ ହଳଦୀ ଦେଇକି ଟିକେ ଏମିତି ଭାଜି ନେବା। ତାପରେ କ'ଣ କରିବା, ଯେତେବେଳେ ଆପଣଙ୍କର 1 ମିନିଟ୍ ହେଇଯିବ ଆପଣ ଏଠି ପାଣି ଆଡ଼୍ କରିନେବେ। କାହିଁକି ନା ପୋଇ ଡାଙ୍ଗଟି ଆମକୁ ଟିକେ ସିଝିବାକୁ ଟାଇମ୍ ଲାଗିଥାଏ, ସାରୁ ବି ମଧ୍ୟ ସିଝିବ, ସେଥିପାଇଁ ଆପଣ 1ରୁ 2 ବଡ଼ ଗ୍ଲାସ୍ ଏଠି ପାଣି ଦେଇଦେବେ। ତ ଏଇ ରେସିପିରେ ଆମକୁ ବେଶୀ ଝୋଳ ରଖିବାର ନାହିଁ,
कहीं मुझे 2 ग्लास पानी देली आमे बड़ी दबा बड़ी सबू पानी सोक करी नबा पुणी साग मध्य हमको दबार अच्छी से 2 बड़ ग्लास एमती पानी दे देबे एवं 10 मिनिट पाखापाखि कभर करके फुटिबा पई छाड़ी देबे। जेतेबेले आपणकर 10 मिनिट हेई आसीबो बा अधालिया सिझी आसीबो आपण सेठी कोन करबे ना कभर काढिकी एमती चेक करि नेबे मझिरे मझिरे। जितेबाला सीझी आसो तापर कौन करबे ना जो पोई साग को रखिथे एबे से पोई साग को मुझे काटिकी दे दूची। पोई साग को काटिकी देला परे गैस रो फ्लेम को मीडियम रे रखिबे एवं सही परी टिके एपट सेपट करि नेबे पुणी कभर करिकी 5 मिनिट पाखापाखि सिझिबा को छाड़ी देबे। आपण बिल्कुल साग देला बेले बड़ी देबे नहीं कहीं ना बड़ी यही समय रे देले कौन हम ना फिटी जीवो एवं मिसी जीवो खाइबा को बिल्कुल भल लागिबनी। आपन को जेते बेले लागिबो कि साग सारू एवं पोइडांग सिझी आसलानी आपण सेही स्टेज रे बड़ी को देई परिबे। एबे देखंतु पाखापाखि हमर सिझी आसलानी एमती टिके पानी पानी थिबो आपण कोन करबे ना बड़ी को देई देबे। देखंतु सारू मध्य हमर भल भाबरे सिझी जाइछि। एबे कोन करबा गैस रो फ्लेम को सेमती मीडियम रे रखितेबा एवं संगे संगे से बड़ी भजा को दे देबा। बड़ी भजा को देकी आ कवर करिवे नहीं पाखापाखि 2 रु 3 मिनिट सेमती खुला रे रखिकी फुटेई नेबे। आपण जेतिकी भी पानी देखुछंती से सबू बड़ी सोक करी जीवो। आपण को ये रेसिपीटी खाइबा को बहुत बढ़िया लागिबो। एबे पाखापाखि हेई आसलानी मु एबे गैस ऑफ करी नउछि एवं आपण को गैस ऑफ करी साला परे मु 15 मिनिट परे देखौछि। देखंतु बड़ी दबा द्वारा हमर ए तरकारीटी केते सुंदर देखा जाउछि एवं एक्स्ट्रा पानी को सोक करी नेछि। एबे आज रही रेसिपी आपणकर प्रस्तुत हो जाइछि। आज रही रेसिपी आपन को केमती लागिला आशा करुछि आज रही रेसिपी भल लागिथिबो। जदि मोर ए रेसिपी आपन को भल लागिछि तबे लाइक शेयर सब्सक्राइब निश्चिंत करिवे। मो आ गोटी रेसिपी नै कि आपन मानक पाखु को आसीबी से पर्यंत रहिली। नमस्कार।